ପିଲାମାନେ ଆମେ ବହୁତ ପରିଶ୍ରମ କରି ଏହି ପ୍ରଶ୍ନ ଉତ୍ତର ଗୁଡ଼ିକ ସିଲେକ୍ସନ୍ କରି ଭିଡ଼ିଓ ପ୍ରସ୍ତୁତି କରିଛୁ, ଯାହାକି ତୁମ ଏହି ବାର୍ଷିକ ପରୀକ୍ଷାରେ ଆସିବାର 100% ଚାନ୍ସ ରହିଛି। ସେଥିପାଇଁ ଏହି ସୁଯୋଗକୁ ହାତଛଡ଼ା ନ କରି ତୁରନ୍ତ ଏହାର ଲାଭ ଉଠାଅ। ତେବେ କ'ଣ ସବୁ ପ୍ରଶ୍ନ ରହିଛି ଆସ ଦେଖିବା। ପ୍ରଥମ ପ୍ରଶ୍ନ, 1 ନମ୍ବରରୁ 8 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ସମ୍ଭାବ୍ୟ ଉତ୍ତର ମଧ୍ୟରୁ ଠିକ୍ ଉତ୍ତର ବାଛି ଶୂନ୍ୟସ୍ଥାନ ପୂରଣ କର। ପ୍ରଥମ ପ୍ରଶ୍ନ ଅଛି, ନିମ୍ନୋକ୍ତ ମଧ୍ୟରୁ ଡେକ୍ସ ସର୍ତ୍ତଟି ଦୁଇଟି ତ୍ରିଭୁଜର ସର୍ବସମ ହେବାର ଏକ ସର୍ତ୍ତ ନୁହେଁ। ଏହାର ସଠିକ୍ ଉତ୍ତରଟି ହେଉଛି ବା କୋ। ଗ ନମ୍ବର, ଏହାକୁ ଏହି ଶୂନ୍ୟସ୍ଥାନ ଜାଗାରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, 72p² କି² ସଦୃଶ ପଦଟି କେଉଁଟି? ଏହାର ସଠିକ୍ ଉତ୍ତରଟି ହେଉଛି q² p²। ଗ ନମ୍ବର, ଏହାକୁ ଏହି ଶୂନ୍ୟସ୍ଥାନ ଜାଗାରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, 0.5 × 8 = କେତେ? ଏହାର ସଠିକ୍ ଉତ୍ତରଟି ହେଉଛି 4.0। ଏହାକୁ ଏହି ଶୂନ୍ୟସ୍ଥାନ ଜାଗାରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ନିମ୍ନୋକ୍ତ ମଧ୍ୟରୁ ଡେକ୍ସଟି 16x - 9 = x + 6 ସମୀକରଣର ସମାଧାନ ଅଟେ। ଏହାର ସଠିକ୍ ଉତ୍ତରଟି ହେଉଛି 1। ଏହାକୁ ଏହି ଶୂନ୍ୟସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଦତ୍ତ ଚିତ୍ରରେ ତ୍ରିଭୁଜ ABEର ସନ୍ନିହିତ କୋଣ ଡେକ୍ସ। ଏହାର ସଠିକ୍ ଉତ୍ତରଟି ହେଉଛି ତ୍ରିଭୁଜ DBE। ଏହାକୁ ଏହି ଶୂନ୍ୟସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ପାର୍ଶ୍ୱସ୍ଥ ଚିତ୍ରରେ ତ୍ରିଭୁଜ ABC ସମାନ୍ତର ସମାନ କେଉଁଟି? ଏହାର ସଠିକ୍ ଉତ୍ତରଟି ହେଉଛି ତ୍ରିଭୁଜ FED। ତ୍ରିଭୁଜ FED। କ ନମ୍ବର, ଏହାକୁ ଏହି ଶୂନ୍ୟସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ତ୍ରିଭୁଜ DEFରେ ବହିସ୍ଥ କୋଣ EFGର କୋଣର ପରିମାଣ କେତେ? ଏହାର ସଠିକ୍ ଉତ୍ତରଟି ହେଉଛି 125 ଡିଗ୍ରୀ। ଏହାକୁ ଏହି ଶୂନ୍ୟସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ଲୁଡ଼ୁ ଗୋଟି ଗୋଡ଼ାଇବା ବେଳେ 5 ପଡ଼ିବାର ସମ୍ଭାବନା କେତେ? ଏହାର ସଠିକ୍ ଉତ୍ତରଟି ହେଉଛି 1/6। ଖ ନମ୍ବର, ଏହାକୁ ଏହି ଶୂନ୍ୟସ୍ଥାନରେ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ସୂଚନା ଅନୁସାରେ ପ୍ରତ୍ୟେକ ପ୍ରଶ୍ନର ଉତ୍ତର ଦିଅ। ଫାର୍ଷ୍ଟ କ୍ୱେଶ୍ଚନ୍, ଭାଗଫଳ ନିର୍ଣ୍ଣୟ କର। -16 ହରଣ +6 = କେତେ? ଏହାର ସଠିକ୍ ଉତ୍ତରଟି ହେଉଛି -10। ନେକ୍ସଟ କ୍ୱେଶ୍ଚନ୍, 0.00000906 କୁ ପ୍ରାମାଣିକ ରୂପରେ ପ୍ରକାଶ କର। ଏହାର ସଠିକ୍ ଉତ୍ତରଟି ହେବ 9.06 × 10⁻⁻6। ପରବର୍ତ୍ତୀ ପ୍ରଶ୍ନ, ଯଦି ତ୍ରିଭୁଜ ABC ସମାନ୍ତର ତ୍ରିଭୁଜ RPQ ହୁଏ, ତେବେ ଶୀର୍ଷବିନ୍ଦୁ Bର ଅନୁରୂପ ଶୀର୍ଷବିନ୍ଦୁ କେଉଁଟି? ଏହାର ସଠିକ୍ ଉତ୍ତରଟି ହେଉଛି P। ନେକ୍ସଟ କ୍ୱେଶ୍ଚନ୍, 1/3 ହରଣ 5/6 = କେତେ? ଏହାର ସଠିକ୍ ଉତ୍ତରଟି ହେଉଛି 2/5। ପରବର୍ତ୍ତୀ ପ୍ରଶ୍ନ,
ମାଇନସ୍ 31/72ର ପରମମାନ ନିର୍ଣ୍ଣୟ କର। ଏହାର ସଠିକ୍ ଉତ୍ତରଟି ହେବ 31/72। 31/72। ନେକ୍ସଟ କ୍ୱେଶ୍ଚନ୍, ଦତ୍ତ ଚିତ୍ରରେ ଏକ୍ସର ମାନ ନିର୍ଣ୍ଣୟ କର। ଏହାର ସଠିକ୍ ଉତ୍ତରଟି ହେଉଛି 70 ଡିଗ୍ରୀ। 70 ଡିଗ୍ରୀ। ପରବର୍ତ୍ତୀ ପ୍ରଶ୍ନ, କୌଣସି ଏକ ମୂଳଧନ ଶତକଡ଼ା ବାର୍ଷିକ ସୁଧହାର ଓ ସମୟ ଦତ୍ତ ଥିଲେ ସରଳ ସୁଧ କିପରି ନିର୍ଣ୍ଣୟ କରାଯିବ? ଏହାର ସୂତ୍ର ଅଛି ମୂଳଧନ ଗୁଣନ ସୁଧହାର ଗୁଣନ ସମୟ ବାୟ 100। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ବୃତ୍ତର ବ୍ୟାସାର୍ଦ୍ଧର ଦୈର୍ଘ୍ୟ 21 ମିଟର ହେଲେ ତାହାର ପରିଧି କେତେ? ଏହାର ସଠିକ୍ ଉତ୍ତରଟି ହେଉଛି 132 ମିଟର। ପରବର୍ତ୍ତୀ ପ୍ରଶ୍ନ, ଯେଉଁ ଘଟଣା ନିଶ୍ଚିତ ଘଟିବ ତାହାର ସମ୍ଭାବନା କେତେ? ଏହାର ସଠିକ୍ ଉତ୍ତରଟି ହେଉଛି 1। ନେକ୍ସଟ କ୍ୱେଶ୍ଚନ୍, ପାର୍ଶ୍ୱସ୍ଥ ଚିତ୍ରର ପରିସୀମା କେତେ ହେବ? ପାର୍ଶ୍ୱସ୍ଥ ଚିତ୍ରର ପରିସୀମା କେତେ ହେବ? ଏହାର ସଠିକ୍ ଉତ୍ତରଟି ହେଉଛି 36 ମିଟର। 36 ମିଟର। ପରବର୍ତ୍ତୀ ପ୍ରଶ୍ନ, ନିମ୍ନ ଘାତ ରାଶିର ବିସ୍ତାରିତ ରୂପ କେତେ? P5 = ଏହାର ଉତ୍ତର ହେବ 5ଟି P ଗୁଣନ ଅଛି। P ଗୁଣନ P ଗୁଣନ P ଗୁଣନ P ଗୁଣନ P। ନେକ୍ସଟ କ୍ୱେଶ୍ଚନ୍, ଦତ୍ତ ଚିତ୍ରରେ କୋଣ A ର ପରିମାଣ କେତେ? ଏହାର ସଠିକ୍ ଉତ୍ତରଟି ହେଉଛି 110 ଡିଗ୍ରୀ। 110 ଡିଗ୍ରୀ। ନେକ୍ସଟ କ୍ୱେଶ୍ଚନ୍, ସୂଚନା ଅନୁଯାୟୀ 21ରୁ 29 ନମ୍ବର ପର୍ଯ୍ୟନ୍ତ ପ୍ରଶ୍ନର ଉତ୍ତର ଦିଅ। ଏହାର ପିଲାମାନେ ଏହି ପ୍ରଶ୍ନର ଉତ୍ତର ଆମେ ଏହି ଭିଡ଼ିଓର ଶେଷରେ ଦେଇଛୁ, ନିଶ୍ଚୟ ଦେଖିବ ଏବଂ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ସରଳ କରି ଗୋଟିଏ ଘାତରେ ପ୍ରକାଶ କର। ପିଲାମାନେ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଏହି ଭିଡ଼ିଓ ଶେଷରେ ଦେଇଛୁ, ନିଶ୍ଚୟ ଦେଖିବ ଓ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, ଗୋଟିଏ ଆୟତକ୍ଷେତ୍ରର ଦୈର୍ଘ୍ୟ ଓ ପ୍ରସ୍ଥ ଯଥାକ୍ରମେ 29.3/8 ମିଟର ଓ 15.4/7 ମିଟର ହେଲେ ଏହାର କ୍ଷେତ୍ରଫଳ ନିର୍ଣ୍ଣୟ କର। ପିଲାମାନେ ଏହି ପ୍ରଶ୍ନର ଉତ୍ତର ଆମେ ଏହି ଭିଡ଼ିଓ ଶେଷରେ ଦେଇଛୁ, ନିଶ୍ଚୟ ଦେଖିବ ଓ ଲେଖିବ। ପରବର୍ତ୍ତୀ ପ୍ରଶ୍ନ, 5 ଓ 6 ମଧ୍ୟରେ ଦୁଇଟି ପରିମେୟ ସଂଖ୍ୟା ନିର୍ଣ୍ଣୟ କର। ପିଲାମାନେ ଏହି ପ୍ରଶ୍ନର ଉତ୍ତର ମଧ୍ୟ ଆମେ ଭିଡ଼ିଓ ଶେଷରେ ଦେଇଛୁ। ପରବର୍ତ୍ତୀ ପ୍ରଶ୍ନ, 3x² + 14xy - y3 ଅପେକ୍ଷା -5x² + 19xy - 3y³ କେତେ ବେଶୀ? ପିଲାମାନେ ଏହି ପ୍ରଶ୍ନର ଉତ୍ତର ଆମେ ଏହି ଭିଡ଼ିଓ ଶେଷରେ ଦେଇଛୁ। ପରବର୍ତ୍ତୀ ପ୍ରଶ୍ନ, ଗତ ବର୍ଷ ସ୍କୁଲ ବ୍ୟାଗର ଦାମ 500 ଟଙ୍କା ଥିଲା, ଏହି ବର୍ଷ ସେହି ବ୍ୟାଗ୍ ଦାମ 550 ଟଙ୍କା ହେଲା, ତେବେ ଏହାର ଦାମ ଶତକଡ଼ା କେତେ ବୃଦ୍ଧି ଘଟିଛି? ପିଲାମାନେ ଏହି ପ୍ରଶ୍ନର ଉତ୍ତର ଆମେ ଏହି ଭିଡ଼ିଓ ଶେଷରେ ଦେଇଛୁ। ପରବର୍ତ୍ତୀ ପ୍ରଶ୍ନ, 8 ମିଟର ଦୀର୍ଘ ବାହୁ ବିଶିଷ୍ଟ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ଏହାର ଅଧା ଦୀର୍ଘ ବାହୁ ବିଶିଷ୍ଟ ବର୍ଗକ୍ଷେତ୍ରର କ୍ଷେତ୍ରଫଳ ଠାରୁ କେତେ ଅଧିକ? ପିଲାମାନେ ଏହି ପ୍ରଶ୍ନର ଉତ୍ତର ଆମେ ଏହି ଭିଡ଼ିଓ ଶେଷରେ ଦେଇଛୁ, ନିଶ୍ଚୟ ଦେଖିବ। ପରବର୍ତ୍ତୀ ପ୍ରଶ୍ନ, ସୁଧା ସାଇକେଲରେ 24 କିଲୋମିଟର ରାସ୍ତା ଅତିକ୍ରମ କରିବା ପାଇଁ 3 ଘଣ୍ଟା ସମୟ ନିଏ। 4.3/4 ଘଣ୍ଟାରେ ସେ କେତେ ଦୂରତା ଅତିକ୍ରମ କରିବ? ପିଲାମାନେ ଏହି ପ୍ରଶ୍ନର ଉତ୍ତର ଆମେ ଏହି ଭିଡ଼ିଓର ଶେଷରେ ଦେଇଛୁ, ନିଶ୍ଚୟ ଦେଖିବ। ପରବର୍ତ୍ତୀ ପ୍ରଶ୍ନ,
सरल कर 18 इंटू 1/5 प्लस -7 इंटू -22। पिलामाने एही प्रश्नर उत्तर आम यही भिडियोर शेष में देइछु, निश्चय देखिब। परवर्ती प्रश्न 30 रु 32 नंबर पर्यंत प्रत्येक प्रश्न पर केवल गोटे उत्तर लेख। पिलामाने एही प्रश्नर उत्तर मध्य आम यही भिडियोर शेष में देइछु, निश्चय देखिब। परवर्ती प्रश्न एक सार्टर लिखित मूल्य 600 टंका दुकानी सार्ट टी 20% रियाती दे बिक्री करने पर 20% लाभ पाइले, तेबे दुकानी सार्ट टी केते टंका दे किनिथिले। पिला माने एही प्रश्नर उत्तर मध्य आम यही भिडियो शेष में देइछु, निश्चय देखिब और लिखिब। परवर्ती प्रश्न 40 मीटर दैर्घ्य और 15 मीटर प्रस्थ विशिष्ट गोटे आयताकृति बगीचार भितर पार्श्व 2 मीटर चौड़ार रास्ता तैयारी करा जिवो। 1 वर्ग मीटर को 12 टंका हिसाब से केते टंका खर्च हेबो। पिला माने एही प्रश्नर उत्तर आमे एही भिडियोर शेष में देइछु, निश्चय देखिब। परवर्ती प्रश्न। धन्यवाद।